ଆଏ ଏ ଯାଉନ ଦୋକାନକୁ କଣ ପାଇଁ? ସରି ଯାଇଛି ଜିନିଷ ଆଣୁନ କିଛି ନେ ଅଟା ସୋରିଷ ତେଲ ରିଫାଇନ ତେଲ ତାପରେ ଚିକେନ ମସଲା ଇଏ ମସଲା ସବୁ ଆଣିବ। ତମକୁ କଣ କହିଲି ସେଦିନ? କହିଲି ପରା ଜିଏସଟି କମିବ 22 ତାରିଖରୁ ହେଲା। ଜିଏସଟି କମିଲେ ରେଟ୍ ଜିନିଷ ଗୁଡ଼ା ସବୁ ଶସ୍ତା ହବ। 22 ତାରିଖ ମୁଁ ଜଗ ବୋଲି କହିଲି ନା। ଆଉ ତମେ ଏଇଟା ଆଣ ସେଇଟା ଆଣ ହଉଛ, ଏବେ ଅଧିକା ପଇସା ଦେଇ କାହିଁ ଆଣିବି ମୁଁ ଏବେ କେମିତି କରିବି ରୁଟି ରାତିକି? ଆରେ ଜିନିଷ କାମ ଚଳେଇ ଦିଅ। କଣ କରୁଛ ହେ? କଣ କରୁଛ? ଟିଭି ଦେଖୁଛି ପରା। ଟିକେ ଦୋକାନ ଯ ବା ଲୁଣ ନାହିଁ ମରିଚ ନାହିଁ ସେ ମସଲା ମସଲି କିଛି ନାହିଁ। ତମକୁ କହିଲି ପରା। କଣ କହିଲ? ଆରେ 22 ତାରିଖ ପରେ ସବୁ ରେଟ୍ ଗୁଡ଼ା କମିବ ହେଲା। ସେତେବେଳେ ସବୁ ଜିନିଷ ଆସିବ। ତମେ ଲେଖିକି ରଖିଦିଅ ଯେ 22 ତାରିଖ ପରେ ଆମର ଜିନିଷ ଆସିବ। କାହିଁକି ଜିଏସଟି କମୁଛି, କମିଲା ମାନେ ଆମେ ଯେତିକି ଖାଇବା ଜିନିଷ ନାହିଁ କି ତେଲ ଲୁଣ ଅଟା ଡାଲି ଚାଉଳ ପେଷ୍ଟ ବ୍ରଶ ହେଲା ସାବୁନ ଫାବୁନ ସବୁ ଜିନିଷ ରେଟ୍ କମିବ। 22 ତାରିଖ ପରେ ଆଣିବା, ସେଇଟା ମାଇଣ୍ଡ ରଖ ମୁଣ୍ଡରେ। 22 ତାରିଖ ପୂର୍ବରୁ ମତେ ଆଉ ଜିନିଷ ଆଣିବା ପାଇଁ କହିବ ନାହିଁ ହେଲା। ଯା ହଉ ଠିକ ଠାକ ଚାଲିଛି ତ? ଆଚ୍ଛା ଆଚ୍ଛା ଶୁକୁଛି? ହଁ ତ କେବେ ଆସିବ ବୋଲୁଥିଲୁ? ଫୋନରେ କଥା ହେଲେ ଆଙ୍କେ ଶୁଣୁନାହାନ୍ତି। ହଁ ହଁ ଟିକେ ରଖ, ମୁଁ କଥା ହଉଛି ଟିକେ ରଖ। କଣ ହେଲା? ଚାଉଳ ସରିଗଲା, ଡାଲି ସରିଗଲା। 22 ତାରିଖ ପରେ କହିଲି ପରା। ସବୁ କାମ ଚଳେଇ ଦିଅ 22 ତାରିଖ ପରେ। ଖାଲି 22 ତାରିଖ 22 ତାରିଖ କହିଲା 22 ତାରିଖ ପରେ ମତେ କହିବ। ଦୋକାନ ଯିବା କଥା ଜିନିଷ ଆଣିବା କଥା 22 ତାରିଖ ପରେ। ଯେତେ ଥର କହିଲେ ଖାଲି 22 ତାରିଖ 22 ତାରିଖ। ଗୋଟେ ଅଧେ ହେଇଗଲା, ଭୋକ ଲାଗିଲାଣି, ଯିବା ଖାଇବା। ରୋଷେଇ ସରିଲା? ହଁ ହଁ ଆସ ବାଢ ଦେଇଛି। ବାଢି ସାରିଲଣି କି? ହଁ ଏଇଠି ଏଇଠି। ହଉ ଭୋକ ଲାଗିଲାଣି, ଖାଇ ପକେଇବା। अभी मजा आएगा ना भिड़ो। अच्छा ବାଢି ସାରିଛ କି? କଣ ଆଜି ହେଇଛି ଖାଇବା ପାଇଁ? ଖାଇବା ଭୋକ ଲାଗିଲାଣି। कैमरामैन जल्दी फोकस करो। चलो चलो 22 तारीख ପରେ ଖାଇବାକୁ ମିଳିବ। नहीं अरे नहीं भाई। हे प्रभु कौन हला? हे हरि राम कृष्ण जगन्नाथ प्रेमानंद। तुम तो बोलते खाली 22 तारीख का आनिबी बोली तुम जो जो कुछ मो कोन रांदी सब सर जाईती। खत्म। 22 तारीख ପରେ ଖାଇବାକୁ ମିଳିବ। बाय बाय टाटा गुड बाय गया। मोला बढ़िया।